ଭାଷା ତୃତୀୟ ଛାନ୍ଦ ବା ତୃତୀୟ ଅଧ୍ୟାୟ। ଏଥୁ ଅନନ୍ତରେ ସୃଜନେ ଶୁଣ ଅପୂର୍ବ ରସସେ ଏହି ବିଧାନ। ବୋଧି ବାମନଙ୍କ ମହିମା ଯେତେ ଅସ ଏଇତି ମାନେ ଶୁଣ ସୂଚିତେ। ବନ୍ଧୁ ମହାନ୍ତି ନାମ ବୋଲି ତାର, ଯାଜପୁରରେ ସେ ଘର ତାହାର। ଭାରିଜା ନାମ ତାର ପ୍ରିୟବତୀ, ଅତ୍ୟନ୍ତ ସୁନ୍ଦରୀ ସେହି ଯୁବତୀ। ତାହାର ଥାଏ ଗୋଟେ କୁମର, ସେ ପୁତ୍ର ନାମ ଅଟେ ଭାଗ୍ୟଧର। ଏମନ୍ତ ସୁଖେ ବଞ୍ଚୁଥାଏ ଦିନ, ଚିନ୍ତା ନଥାଏ ଯେ ତାହାର ମନ। ଏମନ୍ତ ଗଲା କେତେ ଦିନ, ଭାଦ୍ରବ ମାସ ଯେ ହୋଇଲା ପୁଣ। ସମସ୍ତ କାମିନୀମାନେ ଯେ ଯାଇ ଅସା ବିଧିମାନ ସମସ୍ତେ ନେଇ, ଯେ ଯାହା ଦ୍ରବ୍ୟ ଘେନି ଚଳିଗଲେ। ଅସା କଠିରେ ପ୍ରବେଶ ହୋଇଲେ, ବୁଧ ବାମନଙ୍କୁ ସ୍ଥାପନା କଲେ। ଆନନ୍ଦ ମନେ ହୁଳହୁଳି ଦେଲେ, ଅସା ଦେଖିବାକୁ ମହାନ୍ତି ଆଣି। ମନରେ ଗୌରବ କଲାଗ ପୁଣି, ବୋଇଲେ ଏହୁ ମାଛ ଭାତ ଖାଇ। ଅସା କରିଅଛ କେଉଁ ବଡ଼ାଇ, ଦେଖିବା ଅସାର କେଉଁ ବିଧାନ। ମିଛକୁ ହୁଅନ୍ତି ହୁଳହୁଳି ମନ, ହେମନ୍ତ ସେଠାରେ ପ୍ରବେଶ ହେଲେ। ଅସା କଠିରେ ଯାଇ ନ ମିଳିଲା, ସେ ଅସାକୁ ମନକୁ ଆଇଲା ନାହିଁ। ଇଙ୍ଗତ କରି ବାହୁଡ଼ିଲା ସେହି, ତାହା ଜାଣିଲେ ଯେ ବୋଧି ବାମନ। ମାୟାରେ ସର୍ପକୁ ପେଶିଲେ ପୁଣ, ବୋଇଲେ ତୁଇ ଏହି କ୍ଷଣି ଯିବୁ। ବନ୍ଧୁ ମହାନ୍ତି ପୁଅକୁ ଦଂଶିବୁ। ଆଜ୍ଞା ପ୍ରମାଣେ ସର୍ପ ଚଳିଗଲା, ବନ୍ଧୁ ମହାନ୍ତି ପୁଅକୁ ଦଂଶିଲା। ଏମନ୍ତ ଅସାର ବିଧି ସାରିଲେ, ଯେ ଯାହା ପୁରେ ପ୍ରବେଶ ହୋଇଲେ। ଏମନ୍ତ ସମୟେ ମହାନ୍ତି ଆଣି ସ୍ୱଗୃହେ ପ୍ରବେଶ ହୋଇଲା ପୁଣି। ପୁତ୍ରକୁ କ୍ଷୀର ଦେବାକୁ ସେ ଗଲା, ପୁତ୍ରକୁ ନେଇ ସେ କଳେ ଧଇଲା। ଦେଖିଲା ପୁତ୍ର ଦେହେ ପ୍ରାଣ ନାହିଁ, ମରି କରି ପୁତ୍ର ଛୋଇ ଛୋଇ। ଦେଖିଣ ସେଇ ଆଶ୍ଚର୍ଯ୍ୟ ହେଲା, ଏହା ଧନ ବୋଲି ରୋଦନ କଲା। ମରି ଯାଇକିନା ଦୁଃଖୀ ଜୀବନ, କେତେ କଷ୍ଟରେ ପାଇଥିଲି ଧନ। ଚକ୍ଷୁ ଖୋଲି କରି କେ ମୋର ନେଲା, ଅନ୍ଧ କରି ମତେ ଭସାଇ ଗଲା। ପିତାକୁ ତୋର ଅନାଥ ଯେ କଲୁ, ଆପେ ମରି ମତେ ମାରିଣ ଗଲୁ। କାହିଁ ଯିବି ୟାରେ ଚନ୍ଦ୍ରମା ମୁଖ, ଦେଇ ଗଲୁ ମତେ ଦାରୁଣ ଦୁଃଖ। ଏମନ୍ତ ସମୟେ ବାପା ତାହାର ପ୍ରବେଶ ହୋଇଲେ ଆସି ଦୁଆର। ବୋଇଲା ଆଲ ତୁ କି କର୍ମ କଲୁ, କେମନ୍ତ ପ୍ରକାର ପୁଅ ମାଇଲୁ। ଯେମନ୍ତ ଅସାକୁ ନିନ୍ଦିଣ ଥିଲା, ସେଇ ହୋଇକଥା କହିଣ ଗଲା। ଯେତେ ଦେବତାଏ ଅଛନ୍ତି ମହିଁ, ତାଙ୍କୁ ସେବି ପୁତ୍ର ପାଇଲି ମୁହିଁ। ତୁଇ ପାମରିଲ ନ ଜାଣୁ କିଛି, କେଉଁଠାରେ ଅସା ପୂଜା ହେଉଛି। ଚାଲ ସେଠାକୁ ବେଗା ହୋଇ ଯିବା, ବୁଧି ବାମନଙ୍କ ପାଦେ ପଡ଼ିବା। ଏମନ୍ତ ଦୁଇ ପ୍ରାଣୀ ଚଳିଗଲେ, ଅସା କଠିରେ ଯାଇ ନ ମିଳିଲେ। ଦୁଇ ପ୍ରାଣୀ ଯେ ଆକୁଳ ହୁଅନ୍ତି, ବୁଧି ବାମନଙ୍କ ପାଦେ ପଡ଼ନ୍ତି। ବୋଇଲେ ପୁତ୍ର ଦେଲେ ଆମେ ଯିବୁ, ନଇଲେ ଏଠାରେ ପଡ଼ି ନ ଥିବୁ। ପୁତ୍ରକୁ ଯେବେ ନ ଦେବୁ ଆମକୁ, କିମ୍ପାଇଁ ଆମେ ଯେ ଯିବୁ ଘରକୁ। ପୁତ୍ର ଯେବେ ନିଶ୍ଚୟ ଆମକୁ ଦେବୁ, ଏ ଅସା ନିଶ୍ଚୟ ଆମେ କରିବୁ। ଏ ଅସା ନିନ୍ଦିଣ ଥିଲି ଯେମିତି, ପୁତ୍ରକୁ ନାଶ କଲ ନେମନ୍ତେ। ଏମନ୍ତ ଶୁଣିଣ ବୁଧି ବାମନ ତତ୍କ୍ଷଣେ ଯାଇ ମିଳିଲେ ପୁଣ। ପ୍ରବେଶ ହୋଇଲା ତାର ମନ୍ଦିରେ, ପୁତ୍ରକୁ ଯାଇ ଧଇଲେ କୋଳରେ। ପୁତ୍ରକୁ ତାହାର ଝାଡ଼ି ନ ଦେଲେ, ବିଷକୁ ଶୂନ୍ୟରେ ଉଡ଼ାଇ ନେଲେ। ତକ୍ଷଣେ ପୁତ୍ର ପାଇଲା ଜୀବନ, ଅତ ଧ୍ୟାନ ହେଲେ ବୁଧି ବାମନ। ଅସା କଠିରେ ମିଳିଲେ କଜାଇ, ଦୁଇ ଜଣଯାକ ଅଛନ୍ତି ଶୋଇ। ଶେଯରେ ବସି କାନ୍ଦୁଛି କୁମର, ବେଗେ ଯାଇ କରି କୋଳରେ ଧର। ଏମନ୍ତ କହି ଛାଟକ ମାଇଲେ, ବୁଧି ବାମନ ଅନ୍ତର୍ଧ୍ୟାନ ହେଲେ। ତକ୍ଷଣେ ଜାଣିଲେ ସେ ବେନିଜନ, ଶୟନେ ତେଜିଲେ ବହନ। ଯୋଉ ଆଜ୍ଞା ଦେଲେ ବୁଧି ବାମନ, ବିଚାରି ଘରକୁ କଲେ କପୁଣ। ପୁତ୍ର ପାଇ ସେ ଯେ ଆନନ୍ଦ ହେଲେ, ପ୍ରାଣ ଥିବା ଯାଏ ଅସା ସେ କଲେ। ଏମନ୍ତ ମହିମା ବୁଧି ବାମନ, ନିର୍ଧନ ଲୋଗକୁ ଦିଅନ୍ତି ଧନ। ଅପୁତ୍ରିକ ପୁତ୍ର ଦାନ ଦିଅନ୍ତି, ଚକ୍ଷୁ ନଥିଲେ ସେ ଚକ୍ଷୁ ଦାନ ଦିଅନ୍ତି। ଏମନ୍ତ ମହିମା ବୁଧି ବାମନ, ମହାନ୍ତି ଆଣିଏ ଜାଣିବା ପୁଣ। ଖୁଣିଲାକୁ ସେଉ ଦଣ୍ଡ ପାଇଲା, ବୁଧି ବାମନଙ୍କ ଆଜ୍ଞା ହୋଇଲା। କାମିନୀ ଗଣ ଏ କଥା ଶୁଣିଲେ, ଆନନ୍ଦ ମନେ ହୁଳହୁଳି ଦେଲେ। ଗୁଣ ଅବଗୁଣ ବିଚାର ନାହିଁ, ମୋର ଦୋଷ କ୍ଷମା କର ଗୋସାଇଁ। ଦୋଷୀକୁ ଦଣ୍ଡିବା ନୁହେଁ ଉଚିତ, ତୁମ ଶ୍ରୀଚରଣେ ରହୁ ମୋ ଚିତ୍ତ। କଣ୍ଠେ ବସି ପଦ ଦେବ ଯେ କହି, ଠିକ୍ ଠିକ୍ କରି ଲେଖିବି ମୁହିଁ। ତୃତୀୟ ଛାନ୍ଦ ଯେ ହୋଇଲା ଶେଷ, ଭବେ ଭଣିଲେ ଗୋପୀନାଥ ଦାସ। ଏଇଟା ତୃତୀୟ ଛାନ୍ଦ ସମାପ୍ତ ହେଲା। ପରେ ପଢ଼ିବା ଚତୁର୍ଥ ଛାନ୍ଦ।